ମଙ୍ଗଳବାରେ କଲି ମଙ୍ଗଳା ଓଷା, ମଙ୍ଗଳା ମାଲୋ ହବୁ ଭରସା। ଖୋଲଣା ସୁନ୍ଦରୀ ଭରିଦେଲେ ଦବୁ ଦୁଃଖ, ଦୁଃଖରେ ଡାକିଲେ ପୁଣି ଶୁଣୁଥିବୁ ଡାକ। ପୁଣ୍ୟ କରିଦବୁ ଶୂନ୍ୟ ଅଛି ଯେଉଁ ଆଶା, ମଙ୍ଗଳବାରେ କଲି ମଙ୍ଗଳା ଓଷା, ମଙ୍ଗଳା ମାଲୋ ହବୁ ଭରସା। ଜୟ ମା ମଙ୍ଗଳା ମା, ଜୟ ମା ଜୟ। ଭଲ ସାଙ୍ଗମାନେ, ଗୁଡ୍ ମର୍ଣ୍ଣିଂ। କେମିତି ଅଛ? ଭଲ ଅଛ ନା? ଆଶା କରୁଛି ବହୁତ ଭଲରେ ଥିବ। ଆଜି ହେଉଛି ମୋ ମା ମଙ୍ଗଳା ମାଙ୍କର ଚତୁର୍ଥ ପାଳି ଆଉ ଶେଷ ପାଳି। ଆଜି ମଙ୍ଗଳବାରେ ମଙ୍ଗଳା ମାଙ୍କ ଓଷା। ଆଉ ଆମେ ବି ଆଜି ଓଷା କରୁଛୁ, କିନ୍ତୁ ପଥେଇ ପୂଜୁନୁ, ପିଠ ବି କରିବୁନି, ଯେହେତୁ ବର୍ଷେ ହେଇନାହିଁ। ଖାଲି ଅରୁଆ ରାନ୍ଧିକି ଖାଉଛୁ, ମାଆଙ୍କୁ ହୃଦୟରେ ସ୍ମରଣ କରୁଛୁ। ଆଉ ପାଗଟା ବି ଆଜି ସେମିତି କୋହଲା ଦେଇଛି, କିନ୍ତୁ ଗୁଳୁଗୁଳି ଲାଗୁଛି। ଏମିତି ମୋ ସହିତ ରୁହନ୍ତୁ। ଛାତକୁ ଲୁଗା ଶୁଖିବାକୁ ଆସିଥିଲି। ଆଉ ଆପଣମାନେ ଦେଖୁଛି ଆଜିର ପାଗ। ଉପରକୁ ଆସୁଛନ୍ତି କିନ୍ତୁ ଲୁଚିଗଲେ। ଥିଲା ଆଜିର ପାଗ କୋହଲା। ଆଜି ଯେହେତୁ ମଙ୍ଗଳବାରେ ଶେଷ ପାଳି, ମୋର ଯେହେତୁ ଓଷା, ମୁଁ କିନ୍ତୁ ଆଜି ଖାଇବିନି। ସେଥିପାଇଁ ପତିଦେବ ପାଇଁକି ସଜାଡ଼ି ଦେଇଛି ପଖାଳ ଭାତ, ବାଇଗଣ ଭଜା ହେଇଛି ଦଳିଛି, ଆଉ ହେଉଛି ବାଦାମ ଛେଚା। ଇଏ ଥିଲା ଆଜି ପତିଦେବଙ୍କ ଖାଇବା। ଆଉ ଯେହେତୁ ଆଜି ଶେଷ ପାଳି ମଙ୍ଗଳବାରେ, ସେଥିପାଇଁକି ନାନା ଆରିଆ ପୂଜୁଛନ୍ତି, ମୁଁ ବସିକି ଦେଖୁଛି ଆଉ ବ୍ଲଗ୍ ବି ବନଉଛି। ଆପଣମାନେ ବି ଦେଖନ୍ତୁ, ଆପଣମାନଙ୍କ ସେପଟେ କେମିତି ପୂଜା ହେଇଛି କମେଣ୍ଟ ବକ୍ସରେ ଆପଣମାନେ କହିବେ। ଆଜି ଯେହେତୁ ଶେଷ ପାଳି, ଆଉ ଆଜି ମାଆଙ୍କର ପ୍ରିୟ ହେଉଛି ଗେଟେଇ ପିଠା ଆଉ ମଣ୍ଡା ପିଠା ବି। ଯିଏ ଯେମିତି କରିପାରିବେ, ଯେଉଁଆଡ଼େ ଯାହା ଅଛି। ଆଉ ମାଆଙ୍କର ବ୍ରତ ବି ପୂଜା ହୁଏ। ଯେହେତୁ ଆମର ବର୍ଷେ ପୁରିନି, ଆମେ ଖାଲି ବ୍ରତ ତ ପୂଜିବୁନି କି କିଛି ବି କରିବୁନି, ଖାଲି ଭଗବାନଙ୍କୁ ଘରେ ଠାକୁର ପୂଜିକି ମନରେ ସ୍ମରଣ କରିକି ମୁଣ୍ଡିଆ ମାରିକି ଅରୁଆ ଭାତ ରାନ୍ଧିକି ଖାଇବୁ। ମୁଁ ତ ଆଜି ଅରୁଆ ଭାତ ରାନ୍ଧିନି, ମୋ ପାଇଁକି ଆଜି ଉପମା କରିଦେଇଥିଲି, ତାଙ୍କ ପାଇଁକି ଆଜି ଉଷୁନା ଭାତ କରିଦେଇଥିଲି, ଅରୁଆ ଡାଲମା କରିଦେଇଥିଲି, ଭାତରେ ତାଙ୍କର ଆଳୁ ପକାଇ ଦେଇଥିଲି। ଆଜିର ଓଷାରେ ଇଏ ମୋର ଖାଇବା ପିଇବା ଥିଲା। ଆଉ ଆଜି ଦିନରେ ମୁଁ ଜାଣିଛି ଗେଟେଇ ପିଠା ଖାଇକି ରୁହନ୍ତି। ମଙ୍ଗଳା ମାଙ୍କର ପ୍ରିୟ ହେଉଛି ଗେଟେଇ ପିଠା। ମୁଁ ଯେତିକି ଶୁଣିଛି ଜାଣିଛି, ଜଣେ ଗରିବ ମାଉସୀ ଯେ ଏଇ ଓଷାର ମହତ୍ଵ କିଛି ଜାଣିନଥିଲେ ନା କ'ଣ, ମଙ୍ଗଳା ମା ନିଜେ ଆସି କହିଥିଲେ କ'ଣ ଗେଟେଇ ପିଠା ପୂଜା କଲେ ତ ଦୁଃଖକୁ ବିନାଶ କରିବୁ ନା କ'ଣ, ଏମିତି। ମୁଁ ତ ଠିକ୍ ସେ ଜାଣିନି। ଆଉ ମୁଁ ତ ଛୁଆବେଳୁ ଦେଖି ଆସିଛି, ବାଟ ମଙ୍ଗଳା ମାଙ୍କୁ ଆମେ ପୂଜୁ। ମାନେ କାଦୁଅ ମଙ୍ଗଳବାର ବି ଅଛି ନା କ'ଣ ଏମିତି। ଆପଣମାନେ ଯଦି କିଛି ଜାଣିଥିବେ ମୋତେ କମେଣ୍ଟ ବକ୍ସରେ କହିବେ। ସେ ଯାହା ବି ହଉ, ମୋତେ କିନ୍ତୁ ବହୁତ ଭଲ ଲାଗେ ମୋ ମଙ୍ଗଳା ମାଙ୍କ ଓଷା କରିବାରେ। ଯେତେବେଳେ ବାଢୁଅ ବେଳେ ଥିଲି, ଏଇ ଓଷା ଦେଖେ କିନ୍ତୁ ଭାରି ମନ ଦୁଃଖ ହୁଏ। କୁହନ୍ତି ବିବାହିତ ନାରୀମାନେ ଏଇ ଓଷା କରିପାରିବେ, ବାଢୁଅ ଝିଅ ତ କରିପାରିନି। କିନ୍ତୁ ମୋତେ ଭାଦ୍ର ମାସଟା ବହୁତ ବଢ଼ିଆ ଲାଗେ, କାହିଁକି ନା ଭାଦ୍ର ମାସରେ ଯେଉଁ ମଙ୍ଗଳା ମା ଅଛନ୍ତି ତାଙ୍କୁ ତ ମୁଁ ପୂଜିପାରିବି ନା, ସେଇଟା ମୋତେ ଭଲ ଲାଗେ। ଖୁଦୁରୁକୁଣୀ ଓଷା ଆଉ ବାହା ହେଲା ପରେ ଚୈତ୍ରୀ ମଙ୍ଗଳା ମା, ସେଇ ତ ମା ନା। ଭାଦ୍ର ମାସରେ ବି ସେଇ ମା, ଚୈତ୍ର ମାସରେ ବି ସେଇ ମା। ମଙ୍ଗଳା ମାଙ୍କୁ ପୂଜିବାକୁ ମୋତେ ସେତିକି ସୁଯୋଗ ମିଳେ ବୋଲି ମୁଁ ବହୁତ ଖୁସି ହୁଏ। ଜାଣିଛନ୍ତି ସାଙ୍ଗମାନେ, ମୁଁ ଛୁଆବେଳୁ ମୋର ଗୋଟେ ମାନେ କ'ଣ କେଜାଣି, ମୁଁ ଏତେ ମଙ୍ଗଳା ମାକୁ ଭଲ ପାଏ ଯେ ତା ବିନା ମୁଁ କିଛି ନୁହଁ। ସତ କହୁଛି ସାଙ୍ଗମାନେ, ମାନେ ମୁଁ ଖାଇଲେ, ମୁଁ ପିଇଲେ, ମୁଁ ବସିଲେ, ଶୋଇଲେ, ଉଠିଲେ, ସବୁବେଳେ ମା ମଙ୍ଗଳା ମା, ମା ମଙ୍ଗଳା ମା, ମା ମଙ୍ଗଳା ମା। ମୁଁ ଏତେ ତାକୁ ଭଲ ପାଏ ଯେ ମୁଁ ସିନା ତାପରେ ରାଗିଯାଏ, ଯେତେବେଳେ ମୁଁ ଦୁଃଖରେ ଥାଏ, ତାପରେ ମୁଁ ରାଗିଯିବି, ପୁଣି କ'ଣ ହେବ, ମା ଏମିତି କିଛି ଚମତ୍କାର କରିବ, ମୁଁ ପୁଣି ଯାଇ ସେ ମା ପାଖରେ ପଶିବି। ମୁଁ ଜାଣିନାହିଁ ମୁଁ କ'ଣ ପାଇଁକି ଏତେ ମା ମଙ୍ଗଳା ମା, ମା ମଙ୍ଗଳା ମା ବୋଲି ମୋର ଜୀବନ ବି ଚାଲିଯିବ ମା ମଙ୍ଗଳା ମାଙ୍କୁ ଡାକି ଡାକି। ମାନେ ମୁଁ ଛୁଆବେଳୁ ମୋ ମଙ୍ଗଳା ମାକୁ ବହୁତ ଭଲ ପାଏ। ଆଉ ସିଏ ମୋ ପାଇଁ ଯାହା ବି କିଛି କରିଛି ନା,
ମୁଁ ତା ଋଣ କେବେ ବି ଶୁଝି ପାରିବିନି। ସେ ସିନା ମା, ମୋତେ ଲାଗେ ଯେମିତି ସେ ମୋତେ ଜନ୍ମ କରିଛି। ତା ବିନା ମୁଁ କିଛି ନୁହଁ। ମୁଁ ଯଦି ରାଗିଯିବି ତା ସହିତ ଝଗଡ଼ା କରିବି, ତାପରେ ରୁଷିବି, ତା ସହିତ କଥା ହେବିନି, ତାପରେ ରାଗିବି, କିଛି ସମୟ ପରେ ପୁଣି କ'ଣ ଏମିତି ଚମତ୍କାର ଆସିବ ଯେ ମଙ୍ଗଳା ମା ବୋଲି ମୁଁ ପାଣି ପିଇବିନି। ଆଉ ସେ ଯାହା ବି ମୋର କରିଛି ନା, ସତ କହୁଛି କେବେ ବି ଭୁଲି ପାରିବିନି। ସେ ମୋର ଅଳି ଅଝଟ ସବୁ ସେ ମୁଁ ପୂରଣ କରିଛି। ମୋତେ ସବୁ କିଛି ଦେଇଛି। ମୋ ଦୁଃଖରେ ବି ଡାକ କଲେ ସେ ମୋତେ ଓ କରିଛି। ସେ ଡେରିରେ ହଉ ପଛେ ସେ ମୋର ପରୀକ୍ଷା ନିଏ, ତାପରେ ଯାଇକି ମୋ ଦୁଃଖକୁ ସେ ଶୁଣେ। ଜାଣିନି କେଉଁ ଜନ୍ମରେ ମୁଁ କ'ଣ କରିଥିଲି, ମୋ ମଙ୍ଗଳା ମା'କୁ ମୁଁ ଏଇ ଜନ୍ମରେ ପାଇଛି। ଆଉ ମଙ୍ଗଳା ମା'ଙ୍କର ସାନ ଭଉଣୀ ନା ବଡ଼ ଭଉଣୀ ସନ୍ତୋଷୀ ମା, ତାଙ୍କୁ ବି ପାଇଲି। ମା ମଙ୍ଗଳା ମା'ଙ୍କ କୃପାରୁ ସନ୍ତୋଷୀ ମା'କୁ ପାଇଲି। ମୁଁ ଜାଣିନାହିଁ ମଙ୍ଗଳା ମା ସନ୍ତୋଷୀ ମା ଏଇ ଦୁଇ ଜଣଙ୍କୁ ମୋ ହୃଦୟରେ ଏତେ ରଖିଛି ଯେ କ'ଣ ବା କହିବି। ତାଙ୍କ ବିଷୟରେ କହିବା ପାଇଁ ମୋର ଭାଷା ବି କିଛି ନାହିଁ। ଜାଣିଛନ୍ତି, ମୋ ବାପାଙ୍କ ଦେହ ଖରାପ ଥିଲା, ମୋ ମଙ୍ଗଳା ମା ହିଁ ଡାକ ଶୁଣିଯାଆନ୍ତି। ମୋ ବାପାଙ୍କ ଦେହ ଭଲ କଲେ, ମୋ ବଡ଼ ବୋଉଙ୍କ ଦେହ ଭଲ କଲେ, ମୋ ବଡ଼ ବାପାଙ୍କ ଦେହ ଭଲ କରିଛନ୍ତି। ଏମିତିକି ମୋ ମଙ୍ଗଳା ମା'ଙ୍କ କୃପାରୁ ମୁଁ ଯାହାକୁ ଭଲ ପାଉଥିଲି 7-8 ବର୍ଷ ତାଙ୍କୁ ବି ପାଇଛି। ଆମ ବିଶ୍ୱାସ କରିବେ ମୋ ଜୀବନରେ ଏତେ ଦୁଃଖ କାହାଣୀ ଅଛି। ଯେତେବେଳେ ମୁଁ ବାହା ହେଲି, ମୋ ଜୀବନସାଥୀ ଯେତେବେଳେ ବାହା ହେଲି ନା, ସେତେବେଳେ ମୁଁ ଅସୁବିଧାରେ ପଡ଼ିଥିଲି। ମୋ ସ୍ୱାମୀକି ରୋଜଗାରର କିଛି ସେମିତି ନଥିଲା। ମୋ ସ୍ୱାମୀଙ୍କ ଦେହ ବି ବହୁତ ସିରିୟସ୍ ଥିଲା। ମା ମଙ୍ଗଳା ମା'ଙ୍କ କୃପାରୁ ହିଁ ମୋ ସ୍ୱାମୀ ଦେହ ଭଲ ହେଲା। ତାଙ୍କ କୃପାରୁ ଠାକୁରଙ୍କ ଦୟାରୁ ମୋ ସ୍ୱାମୀ ଗୋଟେ ଚାକିରି ପାଇଲେ।